ଜୟ ସାଙ୍ଗମାନେ ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣ ସମସ୍ତଙ୍କୁ ନମସ୍କାର। ତ ସାଙ୍ଗମାନେ ବର୍ଷା ଦିନ ଜାଣିଥିବେ ଆମର ବେଶୀ ବର୍ଷା ହେବ ଆଉ ଝିପିଝିପି ବର୍ଷାରେ ଯେଉଁ ଗୋଡ଼ ଘା ହେବ ତ ସେଥିରେ ମେଡ଼ିସିନ ଆମକୁ କିଣିତେ ପଡ଼ିବ। ଆଉ ଯେଉଁମାନେ ବେସିକାଲି ଜଙ୍ଗଲ ଏରିଆରେ ରୁହନ୍ତି ସେମାନଙ୍କର ତ ମେଡ଼ିସିନ ମିଳେ ନାହିଁ ବା ବହୁତ କମ୍। ତ ଦେଶୀ ମେଡ଼ିସିନ ଆମେ କେମିତି ବ୍ୟବହାର କରୁ ଆଉ କେଉଁଠୁ ପାଉ ବା କେଉଁ ଜିନିଷଟା ଆମେ ବ୍ୟବହାର କରିକି ସେଇ ଘାଟା ଆମେ କମ୍ ପଇସାରେ ବା ବିନା ପଇସାରେ ଆମେ ଭଲ ହେଇପାରିବା। ତ ବର୍ତ୍ତମାନ ମୁଁ ଆଣିଛି ଗୋଟେ ଫଳ। କି ଫଳ ଆପଣ କମେଣ୍ଟ କରି କୁହନ୍ତୁ। ମୁଁ ତ ନା ଜାଣିନାହିଁ, କିନ୍ତୁ ଏଇଟା ଏଇ ଫଳଟା ଆମେ ଆମର ଆଦିବାସୀ ଭାଷାରେ ହୋ ଭାଷାରେ ରୋଲା ବୋଲି କହୁ। ତ ଏଇଟାକୁ ଆମେ ଛେଚି କରି ଗୁଡ଼ରେ ଯଦି ଲଗେଇବା ଶୋଇଲା ବେଳେ ସମ୍ପୂର୍ଣ୍ଣ ଭଲ ହେଇଯିବ ସେଇ ଘାଟା। ବେଶୀ କରି ଏଇ ଫଳଟା ବର୍ଷା ଦିନ ଫଳ ହେଇଥାଏ। ଆଉ ଏଇଟା ତ ବଡ଼ ବଡ଼ ହେଇଯାଇଛି, ପୁରା ପାକଳି ଯାଇଛି। ଆଉ ଖରାଦିନ ଆସୁ ଆସୁ ଏଇଟା ଝଡ଼ିଯାଏ ଆଉ ଏଇଟାକୁ ଛେଳିମାନେ ଖାଆନ୍ତି। ତ ଛେଳିମାନେ ଖାଆନ୍ତି ଆଉ ମଣିଷ ବି ବ୍ୟବହାର କରାଯାଏ ଆମର ଗ୍ୟାଷ୍ଟ୍ରିକ୍ ପାଇଁ। ଏତିକି ସବୁ ମୁଁ ଆଣିଛି ଆଜି। ଆମର ବର୍ଷା ହେଉଛି ତ ଗୋଡ଼ ଗାରେ ଘା ହେଇଛୁ, ଗୋଟେ ଛୁଆର ଘା ହେଇଛି, ତ ତାକୁ ମୁଁ ମେଡ଼ିସିନ କରିବି ବୋଲିକି ମୁଁ ଆଣିଛି। ତ ଏଇଟା ଗୋଡ଼ରେ ବି ଘା ଗାରି ବି ବ୍ୟବହାର କରାଯାଏ। ଏଟାକୁ ଯଦି ଆମେ ଛେଚି କରି ଗୋଡ଼ ଗାରେ ଲଗାଇଦେବା, ଟିକେ ଗରମ କରିବା, ଗୁଣ୍ଡ କରିକି ଟିକେ ଗରମ କରିବା, ଗରମ କରିକି ଏଟାକୁ ଆଗେ ଗୁଣ୍ଡ କରିବା, ଛେଚି କରି ଗୁଣ୍ଡ କରିବା। ବେଶୀ ମାନେ ପୁରା ଗୁଣ୍ଡ କରିକି ଟିକେ ଗରମ ପାଣି ବା ଗରମ କରିବା, ଗରମ କରିକି ଏଟାକୁ ସେଇ ଗୁଡ଼ଗାରେ ଲଗାଇବା। ଅଧଘଣ୍ଟା କେତେ ଯଦି ଲଗେଇକି ରଖିଦେବା, ସେଇ ଯେଉଁ ଜାଗାଟା ଘା ହେଇଛି ସେଇ ଜାଗାଟା ସମ୍ପୂର୍ଣ୍ଣ କ'ଣ କଳା ପଡ଼ିଯିବ। ଏଇଟାରେ ବହୁତ ପାୱାରଫୁଲ୍ ଜିନିଷଟା କଳା ପଡ଼ିଯିବ, ଯାହାଫଳରେ ଯେଉଁ ଘା ଗୁଡ଼ା ଆପେ ଆପେ ଶୁଖିଯିବ। ତ ଗୋଟେ ପ୍ରକାର ମେଡ଼ିସିନ ହେଲା। ଆଉ ଗୋଟେ ପ୍ରକାର ଏଟାକୁ ଆମେ ଯଦି ଯେତେବେଳେ ପେଟରେ ଘା ହେଇଥିବ ବା ଜୀବ କଣ୍ଟା ହେଇଥିବ, ସେଇ ସମୟରେ ଏଇଟାକୁ ଯଦି ଆମେ କ'ଣ କରିବା ନା ଛେଚି କରି ତାର ରସ ଯଦି ପିଇବା, ହେଲେ ବି ଆମର ଜୀବ କଣ୍ଟା ଆଉ ଯେଉଁ ପେଟ ଗାରେ ଯେଉଁ ଘା ହେଇଥିବ ଭିତରେ ସେଟା ବି ଭଲ ହେବ। ତାପରେ ଗ୍ୟାଷ୍ଟ୍ରିକ୍ ପାଇଁ ଏଇ ମେଡ଼ିସିନଟା ଏଟାକୁ ମେଡ଼ିସିନ କରାଯାଏ। ଆହୁରି 4-5 ପ୍ରକାର ମିଶାଇ କରି ଏଟାକୁ ମେଡ଼ିସିନ କରାଯାଏ। ତ ସେଇଟା ତ ଏତେ ଗୁଡ଼ା ମିଶାଇ କରି ମେଡ଼ିସିନ କରାଯାଏ ଗ୍ୟାଷ୍ଟ୍ରିକ୍ ପାଇଁ। ତ ମୁଁ ଏତେ ତ ଜିନିଷ ମୁଁ ରଖିନାହିଁ, ତ ମୁଁ ଆପଣଙ୍କୁ ଦେଖାଇ ପାରିବି ନାହିଁ। ତ ଯେତିକି ମୁଁ ଦେଖାଇଲି ଆପଣମାନଙ୍କୁ ବହୁତ ଆପଣଙ୍କୁ ମାନେ କାମରେ ଲାଗିବ। ଏଇ ଜିନିଷଟା ସବୁ ସମୟରେ ମିଳେ ନାହିଁ। ଖରାଦିନ ଏଟାକୁ ଶୁଖେଇକି ଯଦି ରଖିଥିବା, ତାହେଲେ ବର୍ଷା ଦିନ ବା 12 ମାସ ଆମେ ବ୍ୟବହାର କରିପାରିବା ଅଲଗା ଅଲଗା କାମରେ। ବା ଯେମିତି ଗ୍ୟାଷ୍ଟ୍ରିକ୍, ତା ସାଙ୍ଗେ ପେଟର ଯେଉଁ ଘା ହେଇଥିବ ଆଉ ଜୀବ କଣ୍ଟା ହେଇଥିବ, ସେଇଟା ବି ବ୍ୟବହାର କରିପାରିବା। ତ ସାଙ୍ଗମାନେ ଏଟାକୁ ଆମର ବେଶୀ କରି ବର୍ତ୍ତମାନ ତ ମେଡ଼ିକାଲର ମେଡ଼ିସିନ ବି ମିଳିଯାଉଛି, କିନ୍ତୁ ଆମେ ଛୋଟବେଳୁ ଏଇ ସବୁ ବ୍ୟବହାର କରୁଥିଲୁ। ଆଉ ଏଇଟା ବ୍ୟବହାର କରିକି ଆମର ଘା ଭଲ କରୁଥିଲୁ। ତ ମୋ ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାଇବେ। ଯଦି ଚ୍ୟାନେଲକୁ ଯଦି ନୂଆ ଆସିଥିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍ ଦବାଇକି ରଖନ୍ତୁ ବା ଅନ୍ କରି ରଖନ୍ତୁ, ଯେପରି ପ୍ରତ୍ୟେକ ଭିଡ଼ିଓ ମୋର ଆପଣଙ୍କ ପାଖକୁ ପହଞ୍ଚିବ ନୋଟିଫିକେସନ୍, ଆଉ ନୂଆ ନୂଆ ଭିଡ଼ିଓ ସବୁ ପାଇପାରିବେ। ତ ରହିଲି, ନମସ୍କାର।